ଯୀଶୁଙ୍କ ନାମରେ ମୋର ଖ୍ରୀଷ୍ଟ ନାମ କାରଣ କରେ ପ୍ରତ୍ୟେକ ଦର୍ଶକଙ୍କୁ ଆନ୍ତରିକ ନମସ୍କାର। ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସଂଗ୍ରହ କରିବା ନିମନ୍ତେ ଆମ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସପ୍ତପଦୀ ମଣ୍ଡଳୀ ବରପଦା ଠାରେ ମୁଁ ପହଞ୍ଚିଛି। ଆଉ ନିଶ୍ଚିତ ଭାବେ ଏହା ଗୋଟେ ଦୁଃଖର ଖବର ବୋଲି ମୁଁ ଅନୁମାନ କରୁଛି, ଅନୁଭବ କରୁଛି। କଣ ସବୁ ଆଉ ଦୁଃଖର ଖବର ରହିଛି ବର୍ତ୍ତମାନ ସ୍ଥାନୀୟ ମଣ୍ଡଳୀର ମୁଖ୍ୟ କର୍ମକର୍ତ୍ତା ମାନେ ମୋ ସମ୍ମୁଖରେ ଅଛନ୍ତି। ତାଙ୍କୁ ମୁଁ ଅନୁରୋଧ କରିବି କଣ ବିଷୟବସ୍ତୁ ଘଟିଛି ଯାହା ଆଜି ସମୟ ନିମନ୍ତେ ଗୋଟେ ଚିନ୍ତାର ବିଷୟ ଘଟିଛି। ବର୍ତ୍ତମାନ ମୋ ସାମ୍ନାରେ ଅଛନ୍ତି ଆମମାନଙ୍କର ସମ୍ପାଦକ ମହାଶୟ ଆଉ ଆମ ନିଜର ଖ୍ରୀଷ୍ଟକୁ ଖବରକୁ ସ୍ୱାଗତ କରୁଛୁ। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଆଉ ନିଶ୍ଚିତ ଭାବେ ଯାହା ବର୍ତ୍ତମାନ କିଛି କଥା ମୁଁ ଶୁଣିବାକୁ ପାରୁଛି ଯେ ଆପଣଙ୍କ ମଣ୍ଡଳୀ ଅର୍ଥାତ୍ ଏଇ ବରପଦା ମଣ୍ଡଳୀର ପାଳକଙ୍କର କିଛି ଅକସ୍ମାତ ଦେହ ଅସୁସ୍ଥ ଅନୁଭବ କରିବା ଶୁଣିବାକୁ ପାରୁଛି। କେତେ ଦୂର ସତ୍ୟ ମିଳୁଛି? ପ୍ରଭୁଙ୍କ ମହାନାମର ଧନ୍ୟ ହେଉ। ବର୍ତ୍ତମାନ କୁନା ଚିନ୍ତାଳୁ ୟୁଟ୍ୟୁବ ଦର୍ଶକ ଗଣକୁ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତଙ୍କୁ ନମସ୍କାର ଜଣାଉଛି। ଆଉ ଚଳିତ ବର୍ଷର ଖ୍ରୀଷ୍ଟୀୟ ଗୃହ ଉତ୍ସବ ଆମ ମଣ୍ଡଳୀର ନିଷ୍ପତ୍ତି ଅନୁସାରେ 28/6/2025 ତାରିଖ ଠାରୁ ଆରମ୍ଭ ହୋଇ 8/7/2025 ତାରିଖରେ ସମାପ୍ତ ହୋଇଥିଲା। ସେହି ସମାପ୍ତ ଦିବସର ମାଣ୍ଡଳିକ ଉପାସନାରେ ପାଳକ ମହାଶୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସୁଚାରୁରୂପେ ପରିଚାଳନା କରିଥିଲେ। ମଧ୍ୟ ସମାପ୍ତ ଦିନ ହେତୁ ଆମେ ପ୍ରଭୁଙ୍କୁ ଏକ ମହାସମାରୋହରେ ଆଉ ଗୌରବ ଦେଇଥିଲୁ। ତାପରେ ନିଜ ଦଳ ନିଜ ପରିବାରକୁ ଯାଇ ପ୍ରଭୁଙ୍କର ଗୌରବ ନିମନ୍ତେ ଉପାସନା କରିଥିଲୁ। ପୁଣି ସମସ୍ତେ ଖୁସିରେ ନିଜ ନିଜ ଘରକୁ ଯାଇଥିଲୁ। ତତ୍ସହିତ ସକାଳ 9/7/2025 ତାରିଖ ପ୍ରାତଃ ସମୟରେ ଆମେ ଶୁଣିପାରିଲୁ ଅଚାନକ ଭାବରେ ପାଳକ ମହାଶୟଙ୍କ ବିପି ଉଚ୍ଚସ୍ତର ଥିଲା। ତେଣୁ ତାଙ୍କର କଥା ବାତୁଳ ହେତୁ ସାଙ୍ଗେ ସାଙ୍ଗେ ଆମେ ଖଜୁରୀପଦା ମେଡିକାଲକୁ ନେଇଥିଲୁ। ତାପରେ ମେଡିକାଲ ରେଫର ପରେ ଆମେ ପାଳାଖେମୁଣ୍ଡି ମେଡିକାଲକୁ ପଠେଇଥିଲୁ। ଆଉ ଅନୁରୋଧ କରୁଛି ଦର୍ଶକ ବନ୍ଧୁ ତଥା ଆମର ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀର ସମସ୍ତ ପାଳକ, ଡିକନଗଣ, ଚାଳକ, ସମସ୍ତ ଖ୍ରୀଷ୍ଟ ବିଶ୍ୱାସୀଗଣ ଆଉ ଯେଭଳି ଆମ ଶତାବ୍ଦୀ ବାପ୍ଟିଷ୍ଟ ମଣ୍ଡଳୀ ବଡ଼ପଦାର ପାଳକ ଆଚାର୍ଯ୍ୟ ବର୍ଦ୍ଧନ ମହାଶୟ ଯେପରି ସମ୍ପୂର୍ଣ୍ଣ ସୁସ୍ଥତା ହୋଇ ପୂର୍ବ ପରି ଏହି ବୃହତ୍ ମଣ୍ଡଳୀର ଦାୟିତ୍ୱ ନେଇ ପରିଚାଳନା କରିବେ, ସେଥିପାଇଁ ପ୍ରାର୍ଥନା କରିବା ନିମନ୍ତେ ମୁଁ ଆମ ବଡ଼ପଦା ମଣ୍ଡଳୀ ତରଫରୁ ସମସ୍ତଙ୍କୁ ଅନୁରୋଧ କରୁଛି। ଧନ୍ୟବାଦ। ପ୍ରିୟ ଦର୍ଶକ ବନ୍ଧୁମାନେ ଶୁଣିପାରିଲେ ପାଳକଙ୍କର ଦେହ ବର୍ତ୍ତମାନ ଅସୁସ୍ଥ ଅବସ୍ଥାରେ ରହିଛି, ଯାହା ସମ୍ପାଦକ ମହାଶୟ କହିଲେ। ବର୍ତ୍ତମାନ ଡିକନ 2 ଜଣ ଅଛନ୍ତି, ତାଙ୍କ ମୁଖରୁ ଆମେ ଆଉ ଥରେ କେଉଁ ପ୍ରକାର ସ୍ଥିତି ବର୍ତ୍ତମାନ ରହିଛି। ଆଉ ନିଶ୍ଚିତ ଭାବେ ଯେତେବେଳେ ରାଉଳ ମହାଶୟ ଯେତେବେଳେ ପାଳକଙ୍କ ଦେହ ଅସୁସ୍ଥ ହେଲା ଆପଣ ନିଶ୍ଚିତ ଜାଗାରେ ପହଞ୍ଚିଥିଲେ ମୁଁ ଅନୁମାନ କରୁଛି। କଣ ସ୍ଥିତି ରହିଛି ଯାହା ଦର୍ଶକ ମାନଙ୍କୁ ଚିନ୍ତାର ବିଷୟ ରହିଛି ଆପଣଙ୍କ ମୁଖରୁ ଅନୁଭବ କଥା କୁହନ୍ତୁ। ପ୍ରଭୁଙ୍କ ମହତ୍ ନାମର ଗୌରବ ହଉ। ମୁଁ ବଡ଼ପଦା ବାପ୍ଟିଷ୍ଟ ମଣ୍ଡଳୀର ଡିକନ ରାଉଳ। ଦର୍ଶକ ବନ୍ଧୁ ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମ ନମସ୍କାର ଜଣାଏ। ନମସ୍କାର। ଆଉ ଏହା ଏକ ହୃଦୟ ବିଦାରକ ଘଟଣା ଅଟେ। ଆମ ଚିନ୍ତାର ବାହାରେ ଗତକାଲି ଆଉ ଆମ ପାଳକ ମହାଶୟଙ୍କର ପ୍ରାତଃ ସମୟରେ ସକାଳ ସମୟରେ ବିପି ହାଇ ହେଲା। ଆଉ ତାପରେ ଆମେ ପାଳାଖେଣ୍ଡି ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ତାଙ୍କୁ ଯାହା ଅବଜର୍ଭ କଲୁ, ଦେଖିଲୁ ତାଙ୍କ ଦେହ ଅସୁସ୍ଥ ବଢି ଚାଲିଥିଲା। ବିପି କଣ୍ଟ୍ରୋଲ ହଉନଥିଲା। ହେଲେ ମଧ୍ୟ ସେଥିରେ ଆଉ ଡକ୍ଟର ଯେଉଁମାନେ ସେଠି ଥିଲେ ସେମାନେ ଚେଷ୍ଟା କରିକି ବିପି ଲୋ କରିବା ପାଇଁ, ବିପି ସମାନ କରିବା ପାଇଁ ସେମାନେ ଚେଷ୍ଟା କଲେ। କିନ୍ତୁ ପରବର୍ତ୍ତୀ ସମୟରେ ମଧ୍ୟ ତାହା ବିପି ସମାନ ଲେଭେଲକୁ ନ ଆସିବାରୁ ପାଳକ ମହାଶୟଙ୍କୁ ବ୍ରହ୍ମପୁର ରେଫର କରିଛନ୍ତି। ବର୍ତ୍ତମାନ ଆମ ମଣ୍ଡଳୀର ପାଳକ ବର୍ଦ୍ଧନ ମହାଶୟ ବ୍ରହ୍ମପୁର ମେଡିକାଲରେ ଏବେ ଅଣ୍ଡର ଟ୍ରିଟମେଣ୍ଟ ଅଛନ୍ତି। ଦର୍ଶକ ବନ୍ଧୁ ଯେତେ ସମସ୍ତ ଦେଖୁଛନ୍ତି
ସମସ୍ତଙ୍କୁ ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଅନୁରୋଧ କରୁଛି ଆମ ବଡ଼ପଦା ବାପ୍ଟିଷ୍ଟ ମଣ୍ଡଳୀର ପାଳକ ମହାଶୟଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନାରେ ସ୍ମରଣ କରନ୍ତୁ। ଧନ୍ୟବାଦ। हाँ प्रिय दर्शक बंधु मैंने शुणी पारिलु आम निश्चित भाव बर्तमान आम शेष प्रतिज्ञा नापी जाए आम आगे अच्छा निश्चित भाव काली ठारू यही सुधा अर्थात ये संध्या समय मध्य प्राय 24 घंटा भितर डॉक्टर कौन अनुभव आपको कौन प्रकृत घटी जहाँकि आज शताब्दी मंडली बड़पदा निराश शून्य पर लगुच पालक देह असुस्थ प्राय रही कौन जीवन में डॉक्टर परामर्श रही सर्वप्रथमे दर्शक मानू प्रभु जीशु ख्रीष्टଙ୍କ नामरे मोर आंतरिक नमस्कार। आपण माने मोर मंडली संपादक एवं डिकन रावल महाशय ठारू आपण शुणुले वास्तव भाव में बहुत दुखद विषय बड़पदा शताब्दी मंडली पालकंकर खराब हो फल आमने बहुत चिंतित एवं व्यतिव्यस्त कारण पालक विहीन मंडली अवस्था वर्तमान आमने रहीचु ए पर्यंत आमने बहुत दुखरे वर्तमान रहीचु। वर्तमान पालकंकर देह असुस्थता सकाशे वर्तमान एमकेसीजी ब्रह्मपुर मेडिकल रे से चिकित्सित होउछंदी। मु अनुरोध करी प्रत्येक दर्शक बंधु को पुणे मंडली सम्मेलनी सेवक मानू प्रभुंकर दास मानू प्रत्येक प्रिय दासों आपणकर नित्य नित्य प्रार्थना रे मांडलिक प्रार्थना रे पारिवारिक प्रार्थना रे आपण माने स्मरण करंतु जेपरि से पूर्व भली से सुस्थता आरोग्यता पाई पुनर्वार मंडली को आसी प्रभुंकर गौरव करिया हेबे सेति पाई आपण माने नित्य नित्य प्रार्थना रे तोली धरिबे। समस्त को नमस्कार। निश्चित भाव आपण क्लीयर करंतु प्रकृत भाव में पालकंकर कौन ट्रीटमेंट चली जहाँ डॉक्टर परामर्श निहाती बुझी आशा करुच्ची प्रकृत भाव बीपी ना अन्य कौन जहाँकि रोग व्याधि विषय आम जानवा चाहूँ। प्रकृत पालकंकर हाई बीपी फल गोटे लेफ्ट माने हाथ एवं गोड़ टिके अचल अवस्था रही आपण माने प्रार्थना रे स्मरण करिवे। निहाती प्रदर्शक बंधु माने दुखर कथा जहाँ मुखरे भाषा ने आज्ञा मान मुखरे भी खोलु ना निश्चित भाव में यही 3 गोटी दर्शक दे जो आम सुंदर खबर टी पाइचु सुंदर कले दुखर विषय दुखर खबर पाइचु जहाँ आज पालक विहीन अवस्था शताब्दी मंडली अनुभव करुच्ची जेपरी पूर्ण स्वास्थ्यता लाभ अनुभव करके शताब्दी मंडल को फेरी आसी प्रभुंकर महिमा कार्य करेंगे यह आशार अपेक्षा रहा। मो तरफ भी अनुरोध करने को चाहे नितांत आप व्यक्तिगत प्रार्थना रे मंडल निमंते पालक निमंते प्रार्थना करेंगे। अवशिष्ट विषय अपडेट आम किसी समय पर चेष्टा करूँ। रही नमस्कार, धन्यवाद।